ପରପାରିରେ ପଦ୍ମଶ୍ରୀ ସାଧୁ ମେହେର। ପଦ୍ମଶ୍ରୀ ସାଧୁ ମେହେରଙ୍କର ପରଲୋକ ଘଟିଛି 84 ବର୍ଷ ବୟସରେ। ସେ ଉଭୟ ହିନ୍ଦୀ ଓଡ଼ିଆ ଚଳଚ୍ଚିତ୍ରରେ ଖ୍ୟାତି ଅର୍ଜନ କରିଥିଲେ। 1969ରେ ରିଲିଜ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। 1974 ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ଫିଲ୍ମ ଅଙ୍କୁର। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ପରେ ସେ ନିଶାନ୍ତ ଅତିଥି କଳାକାର ଭାବରେ ଦେଖା ଦେଇଥିଲେ। ମନ୍ଥନ, ବାଲିଘର, ଇନକାର, ସଫେଦ ହାତୀ, ଅଭିମାନ, ମୃଗୟା, ଶୀତରାତି ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଭୁକା ଫିଲ୍ମ ସମ୍ବଲପୁରୀର। ଭୁକା ଫିଲ୍ମ ପାଇଁ ସେ ପଦ୍ମଶ୍ରୀ ଉପାଧି ପାଇଥିଲେ। 15ଟି ଭାଷାରେ ନିର୍ମିତ ଫିଲ୍ମ ଜୟ ଜଗନ୍ନାଥ ଆଦିରେ ଅଭିନୟ କରିଥିଲେ। ଅଭିମାନ ଓ ଆଉ କିଛି ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। 2017 ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଆଉ ସାଧୁ ମେହେରଙ୍କର ଅଭିନୟ, ତାଙ୍କର ନିର୍ଦ୍ଦେଶନା ଚଳଚ୍ଚିତ୍ର ଜଗତ ପାଇଁ ଅବିସ୍ମରଣୀୟ ହୋଇ ରହିବ। ଚଳଚ୍ଚିତ୍ର ଜଗତ ସବୁଦିନ ପାଇଁ ସାଧୁ ମେହେରଙ୍କୁ ମନେ ରଖିବ।